ଅର୍ଥ ମାନ ଯଶ ଭରପୁର ଜଣେ ଧନିକ ବ୍ୟକ୍ତି ଆସି ଯୀଶୁଖ୍ରୀଷ୍ଟଙ୍କ ନିକଟରେ କହିଲା, ପ୍ରଭୁ, ମୁଁ କ'ଣ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବି ନାହିଁ? ମୁଁ ମନ୍ଦିର ଗଢ଼ିଛି, ରାସ୍ତା କଳରେ ଗଛ ଲଗେଇଛି, ପୋଖରୀ ଖୋଳାଇଛି, ମୋର ଧନ ଦୌଲତର କୌଣସି ଅଭାବ ନାହିଁ। ଯୀଶୁ କହୁଛନ୍ତି, ତୁମେ ସେସବୁ ଛାଡ଼ିଦେଇ ମୋ ପଛେ ପଛେ ଆସ, ମୁଁ ତୁମକୁ ଈଶ୍ୱରଙ୍କ ରାଜ୍ୟକୁ ନେଇଯିବି। ସେଉଠୁ ଧନିକ ବ୍ୟକ୍ତି କ'ଣ ଭାବିଲା କେଜାଣି, ଆସ୍ତେ ଆସ୍ତେ ପଛଘୁଞ୍ଚା ଦେଇ ଯୀଶୁଙ୍କ ସାମ୍ନାରୁ ପଳାଇଗଲା। ଯୀଶୁ କହୁଥିଲେ, ମୁଁ ପଥ, ମୋ ଦେଇ ନ ଗଲେ କେହି ଈଶ୍ୱରଙ୍କ ନିକଟକୁ ଯାଇପାରେ ନାହିଁ। ସମ୍ପୂର୍ଣ୍ଣ ନିଃସ୍ୱ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ। ମୁଁ ବୋଲି ସଂସାରରେ ଯେଉଁ ଅହଂରେ ବୁଡ଼ି ରହିଛୁ, ତାକୁ ଯୋଡ଼ି ଧରିଲେ କିଛି ହେବ ନାହିଁ। ଯେତେବେଳେ ମଣିଷ ଭାବେ ମୁଁ କେହି ନୁହେଁ, କିଛି ବି ନୁହେଁ, ଠାକୁରଙ୍କ କଥାରେ ଅହଂ ଯେତେ ମିଳେଇଯାଏ, ସେତେବେଳେ ମଣିଷ ସର୍ବଗୁଣ ସମ୍ପନ୍ନ ନିର୍ଗୁଣ ହୁଏ।